ইমন্ত দীর্ঘ পতু ধরিণ গিরিজা বিষ্ণু রূপে মরিলু জন প্রজা সংকଟ ତାରିଣୀ ମାତା। ଦେଖନ୍ତୁ ଏବେ ତ ମୋ ବଡ଼ ଭାଉଜ ଆସିଥିଲେ, ତାଙ୍କର ଆଙ୍ଗୁଳି କ'ଣ ହେଉଥିଲା, ମାନେ ଝିମିଝିମିଚା ଖୁସି ଟିକେ ତେଲ ଲଗାଇ ଘଷି ଦେଇଥିଲା। ମୁଁ ଭିଡ଼ିଓ ସେୟାର କରିଛି। ଆଉ ମୋ ମା ପୁରାଣ ପଢ଼ୁଛି। ଆଉ ଚାଲନ୍ତୁ ଦେଖିବା ମୋ ମା କେମିତି ପୁରାଣ ପଢ଼ୁଛି, ଆଉ ମୋ ଭାଉଜଙ୍କ ହାତ କେମିତି ଖୁସି ଘଷି ଦେଉଛି ଆଙ୍ଗୁଳି ଝିମିଝିମି ହେଇଯାଇଛି ଯେ ଆଉ ସେ ଏବେ ଯିବେ ମେଡ଼ିକାଲ ଟିକେ ଦେଖେଇକି ଯିବେ। ଘରକୁ ଆସିଥିଲେ ଚା ପିଇକି ବୁଲିକି ଗଲେ। ଆଉ ଯେଉଁଦିନ ଭାଇଙ୍କର ସିଫ୍ଟ ଡ୍ୟୁଟି ଥାଏ ABC 2 ଦିନ ଛୁଟି, ସେ ସିଫ୍ଟ ଡ୍ୟୁଟି ଅନୁସାରେ ବୁଲି ଆସନ୍ତି, ଘରକୁ ବୁଲିକି ଯାଆନ୍ତି। ଏଇଠୁ 5 କିଲୋମିଟରରେ କ୍ୱାର୍ଟରରେ ରହୁଛନ୍ତି। ଭାଇ ଏମ୍ପ୍ଲୟି ଚାକିରି କରିଛନ୍ତି। ଆଉ ତେଣୁକରି ଚାଲନ୍ତୁ ଯିବା। ଆଉ ମୋ ମା କେମିତି ପୁରାଣ ପଢ଼ୁଛି ଆପଣମାନଙ୍କୁ ମୁଁ ସେୟାର କରିଛି, ଚାଲନ୍ତୁ ଦେଖିବା। ଚାଲନ୍ତୁ ଦେଖିବା ବାହାରେ ବୁଲି ଆସ। କୁଆଡ଼େ ଗଲାନି ଏ ଗାଡ଼ି ଗଡ଼ ଗଡ଼। ଦେଖନ୍ତୁ ଭାଇ ଏବେ ଗଲା ମାର୍କେଟ। କୁଆଡ଼େ ଗଲା ଭାରି? ହେଇଟାରା ରଖିଦେବ ଟିକେ ତ, ଏଇଆଡ଼େ ରଖୁଛ କି? ହଁ ଦେଇଦିଅ। ଇଟା ପଲଙ୍କଡ଼ା କେଉଁଠି ପକେଇଲା କେଜାଣି? ଏଇଟା ବର୍ଷା ହେଇକି କୋତରି ଯାଉଥିଲା। ଆଉ ଜାଗାଟା ଆଜି କେତେ ମାଡ଼ି ଯାଇଥିଲା ହରିଆଣା। ଏଇ ଘରେ ପଲଙ୍କ ପକ୍କା ହେଲା, ବାହାରେ ଯେଉଁ ପଲଙ୍କଟା ପଡ଼ିଥିଲା ଦେଖନ୍ତୁ ଆମର କେତେ ଆଡ଼କୁ ଯାଉଛୁ ଜିନିଷ। ଏଇ ଘରେ ପଡ଼ିଗଲା ପଲଙ୍କ, ଦେଖନ୍ତୁ ଏଇଠି ପଲଙ୍କଟା ପଡ଼ିଗଲା। ବାହାରେ ପଡ଼ିଲା ଡବା 15 ଲୁଗାପଟା ଅଛି, ପେପର, ଏଇଠି ପଲଙ୍କଟା ପଡ଼ିଗଲା। ଇମନ୍ତ ଦୀର୍ଘ ପତୁ ଧରିଣ ଗିରିଜା ବିଷ୍ଣୁ রূপে মরিলু জন প্রজা সংকট তারিণী মাতা উদ্ধারিব মতে বিপত্তি কাଳରେ মাতা ডাকুଅଛି ତୋତେ ଅଗ୍ରମ ବଡ଼ର ନାମ ଜଗତେ ବିଖ୍ୟାତ ଅମର ବର ପାଇଛି ବିଶ୍ରବାର ସୁତ 18 ଗଣ୍ଡା କୁମର 13 ସତନାଥୀ 5 କୋଟି ଦେବଳ ସଂଖଟନ୍ତି 14 ଭୁବନ ମଧ୍ୟରେ ଅଟେ ନୃପବର କ୍ଷତ୍ରିୟ ମାନଙ୍କ ପରେ ଅଟେ ବୀରବର ନର ଦେବା ନର ନାଗ ତାର ବକ୍ଷପାନ କି ବୁଦ୍ଧି କରିବି ମାଗ ବଳବ ପୁହୀନ ଏମନ୍ତ ଅନେକ ତୁତି କଲେ ରାସରଥୀ ପ୍ରସନ୍ନ ହୋଇଲୁ ତାଙ୍କୁ ମା ଦୁର୍ଗା ପାର୍ବତୀ ଶ୍ରୀରାମଙ୍କ ସମୀପରେ ବିଧେ କଲେ ଯାଇ ସିଂହର ପୃଷ୍ଠରେ ବଥଡ଼ି ଡମ୍ବରୁ ବଜାଇ ଫାଇଁରେ ବାଳବତ ଚିନ୍ତା କଲୁ ମତେ କି ବରତ ବିଳାସ କହ ମୋ ବ୍ରତେ ସେଦିନ ଶ୍ରୀରାମଚନ୍ଦ୍ର ବୋଲୁଛନ୍ତି ବାଣୀ ଶୁଣନ୍ତୁ ଗୋ ମାତା ହିମବନ୍ତର ଦୁଲଣୀ ଜଗତରେ ମୋର ଦୁଃଖ କଳନା ନୋଧାଇ ମୋହଠାରୁ ଦୁଃଖୀ ମାଗ ଅନ୍ୟ କେହି ନାହିଁ ରାଜପୁତ୍ର ହୋଇ ମାଗ ବନବାସ କଲି କନ୍ଦମୂଳ ଫଳେ ମୁହିଁ ଉଦର ପୋଷିଲି କିରଣ ସଜାଏ କାଠୁ ଅଛି ଦିନ ପୁଣି ବିଧାତା ଆଣି ଦେଲା କୋଷଣ ଓରମେ ଶୁଣିଲି ମାଗ ପିତା ଗଲେ ନାଶ ନିକ୍ଷତ୍ରି ହୋଇଲା ମୋର ଅଯୋଧ୍ୟା ପ୍ରଦେଶ ଭରତ ରାଜ୍ୟରେ ମାଗ ଉତ୍ପତ୍ତି ନମିଲା ମତେ ନେବ ବୋଲି ମାଗ ବନକୁ ଓଇଲା ପିତା ସତ୍ୟ ପାଳି ମୁହିଁ ରାଜକୁ ନଗଲି ଗୋଦାବରୀ ନଦୀ ତଟେ ବାସ କରିଥିଲି ଏମନ୍ତ କଟରେ ଚାହିଁ ବଞ୍ଚୁଥିଲି ଦିନ ଶୂର୍ପଣଖାର ଆଦେଶେ ପ୍ରବେଶୀ ରାବଣ କାୟା ବିଭକ୍ତ କୁରଙ୍ଗୀ ରୂପକୁ ଦେଖାଇ ସୁବର୍ଣ୍ଣ ଜଡ଼ିତ ତାର ହୋଇଥିଲା